ମୁଁ ବ୍ୟାଙ୍କରେ ଆଗ କଥାବାର୍ତ୍ତା ହେଲି କଣ କଥାବାର୍ତ୍ତା ହେଲି? ମେ ଆଇ ହେଲ୍ପ ୟୁ। ଆଚ୍ଛା ତାପରେ ସେ କହିଲା କ'ଣ କରିବା ପାଇଁ ଏଟିଏମ୍ରେ ଆଉ ସେ ମୁଁ ଗୋଟେ କାର୍ଡ଼ ସ୍ୱାଇପ୍ କଲା ପୁଣି ମୁଁ ଖାଲି 6 ଟିପିଲି ପିନ୍ ନମ୍ବର ତାପରେ 600 କଲି ପୁଣି 500 ପଇସା ବାହାରିଲା ଆଉ ବିଲ୍। ନା 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 ତୁ ଆକାଉଣ୍ଟ ଖୋଲିଲୁ ନା ଖୋଲିଲୁନି? ନା ଖୋଲିନି। ଆକାଉଣ୍ଟ ଖୋଲିନୁ? ନା ସେ ତୁମ ଡାଡି ନା ପଚାରିଲାନି? ପଚାରିଲା। ଆକାଉଣ୍ଟ ଖୋଲିନୁ? ନା। ଆଉ ତୁ ଚେକ୍ କେମିତି ଲେଖିଲୁ? ତୁ ଗୋଟେ ଚେକ୍ ଲେଖିଲୁ ନା ଡାଡି ନାଁରେ? ହଁ ତାହେଲେ ଆକାଉଣ୍ଟର ଲୋକ ନଥିଲା। ଆଚ୍ଛା ଆକାଉଣ୍ଟର ଲୋକ ନାହିଁ? ହଁ ଖାଲି ମେ ଆଇ ହେଲ୍ପ ୟୁ ର ଲୋକ ଥିଲା। ଆଚ୍ଛା ସେ କ'ଣ କହିଲା? କେମିତି ହବ ଏଟିଏମ୍? ଆଚ୍ଛା କେମିତି ଏଟିଏମ୍ରେ ଖୋଲା ହେବ କହିଲା। ଆଉ ଚେକ୍ କେମିତି ଲେଖିଲୁ? ନିଜେ ଚେକ୍ ଲେଖିଲୁ? ତାକୁ ହେଲ୍ପ ଭବାନୀ ଶଙ୍କର ପଣ୍ଡା ଆଉ ପଇସା। ଆଉ ଡାଡିକୁ କେତେ ଟଙ୍କାର ଚେକ୍ ଦେଲୁ? ବାସ୍ 5,000। ଭାଇ 600। 600ର ଚେକ୍ ଦେଲୁ ଡାଡିକୁ? ସେଥିରେ 600 ଦେଖେ ନା ଏଇଟା 100 ଆଉ ଲେମିସି ଦେଖେ ଭବାନୀ ଶଙ୍କର ପଣ୍ଡା ଲେଖା ହେଇଛି ଆଉ 100 ରୁପିଜ୍ର ଚେକ୍ ଦେଇଛି। ଏଠି ଦେଖେ କାହ୍ନାର ଆଦିତ୍ୟ କେମିତି ସିଗ୍ନେଚର କରିଛି ଆଉ ଏଇଠି ଦିଶିଛି ଆଦିତ୍ୟ କୁମାର ପଣ୍ଡା କେମିତି ମୋତେ ଚେକ୍ ଦେଇଛି ଆକାଉଣ୍ଟ ପେ ଚେକ୍। ଏଇଟା ପଇସା କଢା ହେଇଛି। ଏଇଟା ଏଟିଏମ୍ରୁ ପଇସା କଢା ହେଇଛି ଦେଖେ। ଏଟା ପଇସା ନୁହେଁ। ହଁ ଏଟିଏମ୍ରୁ କ'ଣ କାଢିଛୁ ସେଟା? ଏଟା ବିଲ୍ଟା। ହଁ ବିଲ୍ଟା ବିଲ୍ ଏଇଟା ଯେଉଁ ପଇସା କାଢିଛୁ ତାର ବିଲ୍ ଏଇଟା। ଲେମିସି ବିଲ୍ଟା ଦେଖା ତ। ଏଇଟା 600 ଲେଖା ହେଇଛି। ମୁଁ 600 ବାହାର କଲି। 600 ବାହାର କିନ୍ତୁ 500 ବାହାରିଲା। ନା 600 ବାହାରିଲା ଗୋଟେ 500 ଗୋଟେ 100 ଭୁଲିଗଲୁ କି? ଟୁଟା ବାହାରିଲା ନା? ହଁ ଆଉ ସେମାନେ କ'ଣ ପଇସା ଦେଇଦେବେ କି? ନାଇଁ ମଜା ଆସିଲା ସେଟା ବ୍ୟାଙ୍କରେ? ଭେରି ଗୁଡ୍ ଥ୍ୟାଙ୍କ ୟୁ।